এই ରେସିପିଟି ଏତେ ଟେଷ୍ଟି ଲାଗିବ ଯେ ଆପଣ ପ୍ଲେଟ୍ ପୋଛିକି ଖାଇଦେବେ। ତେବେ ପ୍ରଥମେ ଗୋଟେ କଡ଼େଇରେ କିଛି ସୋରିଷ ତେଲ ଗରମ କରିବା। ତେଲ ତାତିଗଲା ପରେ ସେଥିରେ ଗୋଟା ଜିରା, ତେଜପତ୍ର, କଟା ପିଆଜ ପକାଇବା। ପିଆଜକୁ ଆମେ ଲାଲ ଲାଲ କରିକି ଭାଜିଦେବା। ଏବେ ସେଥିରେ ଅଦା, ରସୁଣ, କଞ୍ଚା ଲଙ୍କାର ପେଷ୍ଟ ପକାଇବା। ଏବେ ସେଥିରେ କିଛି ବେସିକ୍ ମସଲା ପକାଇକି ମସଲାଟିକୁ ଆମେ ବଢ଼ିଆ ଭାବରେ କଷିଦେବା। ମସଲାରୁ ତେଲ ଛାଡ଼ିଗଲା ପରେ ଏଥିରେ କଟା ଟମାଟୋ, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଟମାଟୋକୁ ମଧ୍ୟ କିଛି ସମୟ ଘୋଡ଼େଇକି ସଫ୍ଟ ହେଲା ପର୍ଯ୍ୟନ୍ତ ଭାଜିଦେବା। ଏଠି ଦେଖନ୍ତୁ ଟମାଟୋ ବଢ଼ିଆ ଭାବରେ ସଫ୍ଟ ହେଇଗଲା। ଏବେ ଆମେ ଏଇଥିରେ ବତୁରେଇକି ରଖିଥିବା ମସୁର ଡାଲି ଆଡ଼୍ କରିବା। ତା ସହିତ ଛୋଟ ଛୋଟ ପିସ୍ରେ କାଟିକି ରଖିଥିବା ଗୋଟେ ଲାଉ ଆଡ଼୍ କରିବା। ଲାଉ ଆଉ ମସୁର ଡାଲିକୁ ଜଷ୍ଟ କିଛି ସମୟ ପାଇଁ କଷିଦେବା। ଏଠି ଦେଖନ୍ତୁ ଘୋଡ଼େଇ ଘୋଡ଼େଇ ମୁଁ ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ବଢ଼ିଆ ଭାବରେ କଷିଦେଲି। ଏବେ ଆମେ ଏଥିରେ ଦରକାର ମୁତାବକ ଗରମ ପାଣି ଦେଇଦେବା। ଥଣ୍ଡା ପାଣି ବଦଳରେ ଗରମ ପାଣି ଦିଅନ୍ତୁ, ତରକାରୀର ଟେଷ୍ଟ ଭଲ ଲାଗିବ। ତ ଦେଖନ୍ତୁ ଘୋଡ଼େଇକି 10 ମିନିଟ୍ ଫୁଟେଇ ଦେଲା ପରେ ଗରମ ମସଲା ପାଉଡ଼ର ଆଉ ଘିଅ ଦେଇଦେବା। ବହୁତ ହି ଟେଷ୍ଟି ଲାଉ ମସୁର ଡାଲି ତରକାରୀ ରେଡ଼ି।